ଏଇ ଭିଡିଓଟା ବନେଇଲା ବେଳେ ଆଜି ମୋର ବହୁତ ଜଣ ବହୁତ ମଜା ଉଡେଇଥିଲେ। ଆମରି ଓଡିଆ ପିଲା ଏଇଠି 3-4 ଜଣ ଅଛନ୍ତି। ମାନେ ମତେ ସେମାନେ ଯଦି ଯେତେବେଳେ ବି ଦେଖିଦେବେ ଭିଡିଓ ବନେଇବାର ମାନେ ମୋ ଉପରେ ହସନ୍ତି। କହିବେ ଏ ଯେତେବେଳେ ଗୋଟେ ଦେଖିଦେଲେ ଗୋଟେ ସବୁବେଳେ ଗୋଟେ ଫୋନ ଧରିକି ଗୋଟେ ଭିଡିଓ ବନଉଥିବ। କଣ ଲାଭ ମିଳୁଛି ତମକୁ? କିନ୍ତୁ ସତରେ ସାଙ୍ଗମାନେ ସେମାନେ କଣ ଜାଣିବେ ମତେ ଆପଣମାନଙ୍କର ସବୁ କମେଣ୍ଟସ୍ ଆପଣମାନଙ୍କର ଏତେ ସାରା ଭଲ ପାଇବା କେହି ଜାଣିନାହାନ୍ତି ଏଇଠି। ଏଇଠି ମୁଁ ଆମ ହୋଟେଲରେ କେହି ବି ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି। ଆଉ ମାନେ ଯୋଉମାନେ ଜଣାଶୁଣା ମୋର ମୁଁ ତାଙ୍କୁ କେବେ କୁହେନି ମୋ ଚ୍ୟାନେଲ ସବସ୍କ୍ରାଇବ କରିବାକୁ। ଆଉ ସତରେ ଆପଣମାନେ ମାନେ ମତେ ନ ଚିହ୍ନିକି ବି ଏତେ ସାରା ଭଲ ପାଇବା ଦେଇଛନ୍ତି। ସେଇଥିପାଇଁ ମୋର ଆପଣମାନଙ୍କୁ ବହୁତ ବହୁତ ସାରା ଭଲ ପାଇବା ଆଉ ଅଶେଷ ଅଶେଷ ଧନ୍ୟବାଦ। କାହିଁକି ନା ଆପଣମାନେ ସତରେ ମତେ ଆଜି କୋଉ ଜାଗାରୁ ଆଣି କୋଉଠି ପହଞ୍ଚେଇ ଦେଇଛନ୍ତି। ଆଉ ମତେ ସତରେ ମାନେ ମୋର ଯାହା ଭ୍ୟୁଜ ଆସୁ ନ ଆସୁ କିନ୍ତୁ ଆପଣମାନଙ୍କର ସେଇ ସବୁ କମେଣ୍ଟସ ପଢିକି ମତେ ଭାରି ଖୁସି ଲାଗେ। କାହିଁକି ନା ଆଜି ଯାଏଁ ଆପଣମାନେ ଯେତିକି ମତେ ଭଲ ପାଇବା ଦେଇଛନ୍ତି କଣ କହିବି। ଆଉ ଏଇ ଡେଜର୍ଟଟା ବନେଇବାର କାରଣ ଆମର ହଉଛି ଆଜି ମାନେ ଏଇଠି ହେଇଥିଲା ମାନେ ଫୁଡ ଫେଷ୍ଟିଭାଲରେ ସବୁ ଟ୍ରାଏଲ ହଉଥିଲା। ଆଉ ସମସ୍ତେ କହିଥିଲେ କି ହୋମମେଡ ଜିନିଷ ଗୋଟେ ଗୋଟେ ବନେଇବ। ତ ସେଇଥିପାଇଁ ମୁଁ ଆଜି ଏଇଟା କୋକୋନଟରେ କେବଳ କୋକୋନଟରେ ବନେଇଥିଲି। ଆପଣମାନେ ଏଇଟା ଘରେ ବହୁତ ଇଜିଲି ବନେଇ ପାରିବେ। ଆଉ ଏଇଟା ସତରେ ସାଙ୍ଗମାନେ ମାନେ ସମସ୍ତେ ଖାଇକି ମାନେ ବହୁତ ଖୁସି ହେଇଥିଲେ। ଆଉ ସମସ୍ତେ ମତେ ପଚାରିଥିଲେ ଏଇଟା କେମିତି ବନେଇଲ? ଆଉ ଓଡିଶାରୁ ଆପଣମାନେ ଯିଏ ଯୋଉଠି ଦେଖୁଛନ୍ତି ନିହାତି କମେଣ୍ଟ କରିବେ। ଆଉ ମୋର ଏଇ ଭିଡିଓଟା ଆପଣମାନଙ୍କୁ ସତରେ ଭଲ ଲାଗିଛି ନାହିଁ ସେଟା ନିହାତି କମେଣ୍ଟରେ ଜଣେଇଦେବେ। ଥ୍ୟାଙ୍କ ୟୁ ନମସ୍କାର।